ପୋଡୁ ଚାଷରୁ ଆରମ୍ଭ ଓଡ଼ିଶାର ପ୍ରାଚୀନତମ ପର୍ବ ଭାବେ ପରିଗଣିତ ରଜର ଭିତ୍ତି ବଣ୍ଡା ଧରୁଆ ସହରମାନଙ୍କର ପୋଡୁ ଚାଷ ପରମ୍ପରା ସହିତ ଜଡ଼ିତ ବୋଲି କେତେକ ଐତିହାସିକ ବିବରଣୀରୁ ସୂଚନା ମିଳେ। ଏହି ଜନଜାତିମାନେ ପ୍ରତିଥର ଜଙ୍ଗଲର କିଛି କିଛି ଭାଗ ପୋଡ଼ି ପୋଡୁ ଚାଷ କରିବାକୁ ପ୍ରସ୍ତୁତି କରିଥାନ୍ତି। ଜଙ୍ଗଲ ପୋଡ଼ିବା ପରେ ଯେଉଁ ପାଉଁଶ ରହେ ତାକୁ ଚାଷ ଲାଗି ଉଦ୍ଦିଷ୍ଟ ଭାଗରେ ବୁଣି ଦେଇ ମୌସୁମୀ ଆଗମନକୁ ଅପେକ୍ଷା କରିଥାନ୍ତି। ଏହି ସମୟରେ କୃଷିକ୍ଷେତ୍ର ଶସ୍ୟ ଧାରଣ ଲାଗି ନିଜକୁ ପ୍ରସ୍ତୁତ କରୁଥାଏ। ତେଣୁ ଧରିତ୍ରୀକୁ କୌଣସି ପ୍ରକାର ଆଘାତ ଦିଆଯାଏ ନାହିଁ। ଏପରିକି ଗଛରୁ ଫୁଲ କିମ୍ବା ଫଳ ତୋଳିବା ମନା। ଏପରି ଅବସର ମୁହୂର୍ତ୍ତକୁ ନୃତ୍ୟ ଗୀତର ଆସର ମଧ୍ୟରେ ବିତାଇଥାନ୍ତି ଜନଜାତି ସମ୍ପ୍ରଦାୟ। ବର୍ଷାଧିକ କାଳ ପରେ ବିଶେଷ କରି ନନ୍ଦବଂଶର ଶାସନ କାଳରେ ଏପରି ଚଳଣି ସାଧାରଣ ଜନଜୀବନକୁ ପ୍ରବେଶ କରିଥିବା କୁହାଯାଏ। ରଜ ପର୍ବର ଆଧ୍ୟାତ୍ମିକ ଓ ସାମାଜିକ ଗ୍ରହଣୀୟତାର ଦୁଇଟି ଦିଗ ରହିଛି। ପ୍ରଥମତଃ କୁମାରୀ କନ୍ୟାମାନେ ଧରିତ୍ରୀ ମାତାଙ୍କ ସ୍ୱରୂପ ବୋଲି ବିଚାର କରି ସେମାନଙ୍କୁ ସୁସ୍ଥରେ ରଖାଯାଏ ଏବଂ ଦ୍ୱିତୀୟରେ ରୋଷେଇ କର୍ମ ବନ୍ଦ ରହିବା ଅର୍ଥ ଅତି କମରେ ଗୋଟିଏ କିମ୍ବା ଦୁଇଟି ଗଛ କଟାଯିବାରୁ ବାଦ୍ ପଡ଼େ। ଦୋଳିର ମୋହ ପୋଡ଼ପିଠା ପାଚିଲା ଆମ୍ବ ପଣସ ଓ ସୁସ୍ୱାଦୁ ପାନର ମହକ ଭରା ପସରା ଭିତରେ ରଜ ପର୍ବର ପ୍ରମୁଖ ଆକର୍ଷଣ ତାଲିକାରେ ସର୍ବାଗ୍ରେ ରହିଛି ଦୋଳି। ବଡ଼ି ଭୋରରୁ ଗାଧୋଇ ଚନ୍ଦନ ଟିପା ନୂଆ ପୋଷାକରେ ସଜେଇ ହୋଇ ଛୋଟରୁ ବଡ଼ ଯାଏ କୁଆଁରୀ ଝିଅମାନେ ବାହାରି ଯାଆନ୍ତି ଦୋଳି ଖେଳିବାକୁ। ଦୋଳିରେ ଝୁଲିବା ବେଳେ ଟିପ୍ ଟିପ୍ ବର୍ଷା ପରିବେଶକୁ କରିଦିଏ ଆହୁରି ମନୋରମ। ଘର ଛାତ ଓ ବାରଣ୍ଡାର କଡ଼ି ଆମ୍ବ ଗଛଠାରୁ ନଡ଼ିଆ ଗଛ ବରଗଛ ସବୁଠି ଦୋଳିର ଭିଡ଼। ପଟା ଦୋଳି ବାଉଁଶ ଦୋଳି ଏମିତି କେତେ ପ୍ରକାର ଦୋଳି ରଜ ପରମ୍ପରାକୁ ଉଲ୍ଲସିତ କରି ଆସିଛି। ଦୋଳି ଚାରିପଟେ ଖେଳାଳିଙ୍କ ସହ ଦେଖଣାହାରୀଙ୍କ ଭିଡ଼ ବେଶ୍ ଜମେ। ଏପରିକି ଗୋଟିଏ ଗୋଟିଏ ଜାଗାରେ ଏକାଧିକ ଦୋଳି ଲାଗି କିଏ କେତେ ଉପରକୁ ଯାଉଛି ସେ ନେଇ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଯାଏ। ଆକାଶକୁ ଛୁଇଁବା ନେଇ ଦୋଳିରେ ରୀତିମତ ଦୌଡ଼ ଲାଗେ କହିଲେ ଭୁଲ ହେବ ନାହିଁ। ଗଛ ଗହଳର ସବୁଜ ବଳୟ ଭିତରୁ ଭାସି ଆସେ ଦୋଳି ଗୀତର ସ୍ୱର। ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲୋଘେନି ନୂଆ ସଜବାଜ। ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ। ସୁନା ମୁକୁଟ ଲୋ ଦିଶୁଥାଏ ଝଟ ଝଟ। ଆଜି ପବିତ୍ର ରଜା ପର୍ବ। ରଜ ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଏବଂ ମୋର ଗୁରୁଜନମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ହାପି ରଜ। ଜୟ ଶ୍ରୀ ଜଗନ୍ନାଥ।